ନିର୍ଜଳା ଏକାଦଶୀ ମାନେ କ'ଣ? ନିର୍ ମାନେ ନାହିଁ, ଜଲ ମାନେ ଜଳ। ବିନା ଜଳ ପିଇ ଏହି ଏକାଦଶୀ କରାଯାଇଥାଏ। ବର୍ଷର 24ଟି ଏକାଦଶୀ କରିବାର ଫଳ, ପୂର୍ଣ୍ଣ ଫଳ ଏହି ଗୋଟିଏ ଏକାଦଶୀ କରିବା ଦ୍ୱାରା ମିଳିଥାଏ। ଗୋଟିଏ ଦିନ ପଣ୍ଡୁପୁତ୍ର ଭୀମ ବ୍ୟାସଦେବଙ୍କୁ ପଚାରିଲେ, ହେ ପିତାମହ, ମୋର ସବୁ ଭାଇମାନେ ଏକାଦଶୀ ବ୍ରତ କରୁଛନ୍ତି, କିନ୍ତୁ ମୁଁ ପୂଜା ତ କରୁଛି, କିନ୍ତୁ ମୁଁ ଭୋଜନ ବିନା ମୁଁ ରହିପାରିବିନି। କାହିଁକି? ମୋ ପେଟରେ ବୃକ ନାମକ ଅଗ୍ନି ଅଛି, ତେଣୁ ମୁଁ ଭୋଜନ ନ କରି ରହିପାରିବି ନାହିଁ। ଭୋଜନ କରିବା ଦ୍ୱାରା ତାହା ଶାନ୍ତ ହୋଇଥାଏ। ଏଇଥିପାଇଁ ପୁରା ଉପବାସ ରହିପାରିବି ନାହିଁ। ଯଦି ବର୍ଷରେ ଗୋଟିଏ ବ୍ରତ ଅଛି ତାହା ମୋତେ କୁହନ୍ତୁ, ମୁଁ ତାହା ରଖିପାରିବି। ବ୍ୟାସଦେବ କହିଲେ, ହେ ପୁତ୍ର, ବଡ଼ ବଡ଼ ଋଷିମାନେ ବହୁତ ଶାସ୍ତ୍ର ଲେଖିଛନ୍ତି, କମ୍ ପରିଶ୍ରମରେ ସ୍ୱର୍ଗ ପ୍ରାପ୍ତି ହେବ। ଏହା ଶାସ୍ତ୍ରରେ ଲେଖା ଅଛି। ସେହି ବ୍ରତ ହେଉଛି ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ଏହି ବ୍ରତ ପଡ଼ିଥାଏ। ଏହି ବ୍ରତକୁ ନିର୍ଜଳା ଏକାଦଶୀ ବୋଲି କୁହାଯାଏ। ଏହି ଏକାଦଶୀରେ ଜଳ ବର୍ଜନ କରାଯାଇଥାଏ ଏବଂ ଏହି ଦିନ ଭୋଜନ ମଧ୍ୟ କରିବା ମନା। ଭୋଜନ କରିବା ଦ୍ୱାରା ବ୍ରତ ଭଙ୍ଗ ହୋଇଥାଏ। ଏହି ବ୍ରତ ଯଦି ଏକାଦଶୀର ସୂର୍ଯ୍ୟ ଉଦୟ ଠାରୁ ଦ୍ୱାଦଶୀର ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଯଦି ଜଳ ଗ୍ରହଣ କରିବନି, ତେବେ ସବୁ ଏକାଦଶୀର ଫଳ ଏହି ଗୋଟିଏ ଏକାଦଶୀରେ ମିଳିଥାଏ। ଦ୍ୱାଦଶୀ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ଆଦି କରି ବ୍ରାହ୍ମଣ ଆଦିଙ୍କୁ ଦାନ ଦେବା ଏବଂ ଭୋକିଲାଙ୍କୁ ଦାନ କରିବା ଏବଂ ତାପରେ ହିଁ ନିଜେ ଭୋଜନ ଗ୍ରହଣ କରିବା ଦ୍ୱାରା ଆମକୁ ପୂର୍ଣ୍ଣ ଫଳ ଏହି ବ୍ରତର ମିଳିଥାଏ। ବ୍ୟାସଦେବ କହିଲେ, ଭୀମସେନ, ଏହି ବିଷୟରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମୋତେ କହିଥିଲେ। ଏହି ଏକାଦଶୀର ପୁଣ୍ୟ ସମସ୍ତ ତୀର୍ଥ ଏବଂ ଦାନ ଠାରୁ ଅଧିକ ହୋଇଥାଏ। କେବଳ ଗୋଟିଏ ଦିନ ନିର୍ଜଳା ରହିବା ଦ୍ୱାରା ପାପରୁ ମୁକ୍ତି ହୋଇଥାଏ। ଯେଉଁ ମଣିଷ ନିର୍ଜଳା ଏକାଦଶୀ ବ୍ରତ କରିବ, ତାର ମୃତ୍ୟୁ ସମୟରେ ଯମଦୂତମାନେ ଆସନ୍ତିନି, ଭଗବାନଙ୍କର ପାର୍ଷଦ ଆସି ପୁଷ୍ପକ ବିମାନରେ ବସେଇ ନେଇଯାଇଥାନ୍ତି ସ୍ୱର୍ଗକୁ। ସଂସାରର ସବୁଠୁ ଶ୍ରେଷ୍ଠ ନିର୍ଜଳା ଏକାଦଶୀ ବ୍ରତ, ତେଣୁ ଏହି ବ୍ରତକୁ ଯତ୍ନର ସହିତ କରିବା ଆବଶ୍ୟକ। ଯେଉଁ ମଣିଷ ଏହି ବ୍ରତ କରନ୍ତି ବିଷ୍ଣୁ ଲୋକ ପ୍ରାପ୍ତ ହୁଅନ୍ତି। ଅନ୍ନ ଯେଉଁମାନେ ଖାଆନ୍ତି ଚଣ୍ଡାଳ ସମାନ ଅଟନ୍ତି, ଶେଷରେ ନର୍କକୁ ଯାଇଥାନ୍ତି। ଏହିପରି ବ୍ୟାସଦେବଙ୍କର ଆଜ୍ଞା ଅନୁସାରେ ଭୀମସେନ ଏହି ବ୍ରତ କରିଥିଲେ। ତେଣୁ ଏହି ଏକାଦଶୀ ବ୍ରତକୁ ଭୀମସେନୀ ଏକାଦଶୀ ଏବଂ ପାଣ୍ଡବ ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ।